ଜଗନ୍ନାଥ। ଆଜି ପ୍ରାତଃ ଭ୍ରମଣ ଚାଲିଛି। ଆପଣମାନେ ଏଭଳି ପ୍ରାତଃ ଭ୍ରମଣ ପ୍ରତ୍ୟେକ ଦିନ ଚାଲୁ ରଖନ୍ତୁ। ଦେହ ଆମର ଶାରୀରିକ ପରିଶ୍ରମ ଦରକାର। ସୁସ୍ଥରେ ରହିଲେ ଦେଶ ସୁସ୍ଥ ରହିବ। ଜୟ ଜଗନ୍ନାଥ। ନମସ୍କାର। ଆଜି ଟିକେ ମନ୍ଦିର ଯାଇଥିଲୁ। ଆଉ ମନ୍ଦିରର ପରିବେଶ ତ ଆପଣ ଜାଣିଥିବେ ବହୁତ ଭଲ। ଭଗବାନ ହିଁ ଆମର ଶ୍ରେଷ୍ଠ। ସେ ମନ୍ଦିର ଗଲାବେଳେ ଗୋଟିଏ ବଢ଼ିଆ ଗଛଟି ମୋ ନଜରରେ ପଡ଼ିଲା। ମୁଁ ଦେଖିବାକୁ ଭାବେ ସେ କେଉଁ ଗଛ ଆପଣ ଦେଖନ୍ତୁ ଭିଡ଼ିଓରେ ଟିକେ, ଆଉ ଟିକେ ସମୟ ପରେ ଆପଣ ଦେଖିପାରିବେ ଓଉ ଗଛ। ଏ ଦେଖନ୍ତୁ ଓଉ। ମୁଁ କହିଲି ଆରେ ଏ ତ ବଢ଼ିଆ ଜିନିଷ। ଆଚ୍ଛା, ଓଉ ବିଷୟରେ ଆପଣ ମଧ୍ୟ ଜାଣିଥିବେ, ଖଟା ମିଠା ସ୍ୱାଦର ଫଳ ଏହା। ଏଇ ଓଉ ଖାଇବା ଦ୍ୱାରା ଭିଟାମିନ୍ ସି ଏଥିରେ ପ୍ରଚୁର ପରିମାଣ ଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଦ୍ୱିତୀୟରେ ଓଉରେ ଥିବା ଫାଇବର ହଜମକୁ ସାହାଯ୍ୟ କରେ। ଓଉ କୋଷ୍ଠକାଠିନ୍ୟ କମାଇବାରେ, ପେଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଓଉରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ଶରୀରର କୋଷଗୁଡ଼ିକୁ କ୍ଷତିରୁ ସୁରକ୍ଷା କରିବାରେ ସହଯୋଗ କରେ। ଏହାରେ ଥିବା ପୋଷକ ତତ୍ତ୍ୱ ଚର୍ମର ସ୍ୱାସ୍ଥ୍ୟ ଓ କେଶର ସୁସ୍ଥତାକୁ ସମର୍ଥନ କରେ। ଓଉରେ କ୍ୟାଲୋରି କମ୍ ଥିବାରୁ ଓଜନ ନିୟନ୍ତ୍ରଣ କରୁଥିବା ଲୋକମାନେ ସୀମିତ ପରିମାଣରେ ଏହାକୁ ଖାଇଲେ ଭଲ। ଓଉରେ ଆପଣ ବହୁତ ପ୍ରକାର ଜିନିଷ କରିପାରିବେ। ଆକୁ ଚଟଣି, ଆଚାର ବା ପ୍ରତ୍ୟେକ ତରକାରୀରେ ଇଏ ପଡ଼ିପାରିଥାଏ। ଦେଖନ୍ତୁ, ଆଗକୁ ଆସୁଛି ଘାଣ୍ଟ ତରକାରୀ ବା ଦ୍ୱିତୀୟା। ଘାଣ୍ଟ ତରକାରୀ ଓଉ ଟିକେ ନହେଲେ ଘାଣ୍ଟ ତରକାରୀର ଟେଷ୍ଟ ବଢ଼ିବ ନାହିଁ। ତେଣୁ ଆମ ଜୀବନରେ ବହୁତ ଭଗବାନ ଏଇଭଳି ପରିବା ଆମକୁ ଦେଇଥାନ୍ତି। ସେ ଖଟା ହେଉ, ମିଠା ହେଉ ବା କଷା ହେଉ। ତ ଆପଣମାନେ ଯେତେବେଳେ ଏଇ ସିଜନାଲି ଜିନିଷ ପାଉଛନ୍ତି ତାକୁ ଭରପୁର ଭାବରେ ଖାଆନ୍ତୁ। ଆଉ ଏସବୁ ଖାଇବା ଦ୍ୱାରା ଆମ ଶରୀର ନିଶ୍ଚିନ୍ତ ସୁସ୍ଥ ରହିବ। ଆଉ ଆମେ ସୁସ୍ଥରେ ରହିଲେ ସମାଜ ସୁସ୍ଥରେ ହେବ। ତେଣୁ ଆପଣମାନଙ୍କୁ ଅନୁରୋଧ, ପ୍ରତ୍ୟେକ ଭିଡ଼ିଓରେ ଆମେ ଏଇଭଳି ଭଲ ଭଲ ଜିନିଷ ଯେଉଁଟାକ ମଣିଷର ଉପକାରୀ ପାଇଁ ଭଗବାନ ଦେଇଥାନ୍ତି, ଆମେ ଆପଣଙ୍କୁ ସୂଚାଇ ଦେଉଛୁ। ଆପଣମାନେ ଯେତିକି ପାରୁଛନ୍ତି ଖାଆନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।